ଶୁଣୁ ଶୁଣୁ ନାରାୟଣ ଭଲ ପାଆନ୍ତି କାହାକୁ ଭାଇ କାଲ ଆଚ୍ଛା ସେଇ ନାରାୟଣ ଭାଗବତରେ କେମିତି ପୁଣି ଲେଖିଦେଲେ ଯଦି ଭଲ ପାଉଥିଲେ ଭାଗବତରେ ଲେଖା ଅଛି ଇଏ ବ୍ରାହ୍ମଣ ମୁଖେ ମୋ ଆହାର ଖଣ୍ଡଇ ଗ୍ରହ ବିପ୍ରତା ବ୍ରାହ୍ମଣକୁ ବା ଦାନ ଦେଲେ ବ୍ରାହ୍ମଣକୁ ଦାନ ଦେଲେ ଆମର ପୁଣ୍ୟ ହବ ଭାଗବତରେ ଏ କଥା ଲେଖା ଅଛି ଯଦି ନାରାୟଣ ଭଗବାନଙ୍କୁ ଭଲ ପାଉଥିଲେ ସେଇ ପ୍ରଭୁ ଭାଗବତରେ ସ୍ୱୟଂ ଲେଖି ଦେଇଛନ୍ତି ये जे हुए आत्मार बईरी ये गुरु ब्राह्मण हेले भागवत कहले ब्राह्मण को दान देले आमर पुण्य हब जदि नारायण भगवान जदि भल पाती ब्राह्मण मान लेखिदेले जे हेब आत्मार बईरी गुरु ब्राह्मण हेले ब्राह्मण हो गुरु हो जी बैरी शत्रुता आचरण कले ताकू मार ताले केमिति भल पाइले पुणी तल पदर लिखिदेले ये ब्राह्मण कले अपराध ब्राह्मण अपराध कले ताको पादरे लिखा बापा कारे शरण पछिबा ब्राह्मण जणे आसीबो तो घरे भोजाली धरकी 7-8टा मर्डर करिवो ताकू तथापि तू शरण करिवो आ शरण करे गले से पिसाब दबो ना अभिशाप कह अर्थ से नुह ये भागवतर अर्थ पंडित सहज नुह आउ भागवत अर्थ परमा तत्व मध्य प्रत्येक भागवत बापा ये पिंड को लक्ष्य करके लेखाई भागवत तेणु शेष जगन्नाथ लिखि देइछंती ये पिंड ब्रह्मांड एकमत हो साधु जने पिंड ब्रह्मांड एक जानिबे सुज्ञानी पंडित हो ये पिंड को लक्ष्य करके भागवत टाइका लेखा गोटे गोटे भागवत रे मीमांसा करवाटा कष्ट हो मीमांसा करने बापा कष्ट हो गोटे गोटे पद ताले सज्जन ताले लक्ष्मी ठाकुराणी ब्राह्मण को भल पाती ना ब्राह्मण किए जन्मना दायते सुदूर ब्राह्मण शुणु शुणु ब्राह्मण की जन्मना जायते सुदूर संसार योग्यते देव भाषे भवेते विप्रह ये ब्रह्म जानती ब्राह्मण बाबू जी ब्रह्म को चिन्हिला ताकू कहवा ब्राह्मण जी ब्रह्म को चिन्हिला ताकू कहवा ब्राह्मण ब्राह्मण हबाटा ब्राह्मण कुल जन्म हबाटा सहज नुह भाइया गंगा महती अंगुष्टे दर्जनांग जमुना नदी मध्यमा गोदावरीश्च सिंधु शैव नामिका कनिष्ठ गोमती तीर्थ हस्त मध्य तु सागर षट तीर्थ मद भगते इति विप्रस्य दक्षिण परे ब्राह्मण को डाण हाथ में 6टा तीर्थ अच्छी वामांगुष्टे तुनर्मदा तर्जनी ताप्ति संभूता मध्य वैतरणी शैव कनिष्ठ कावेरी प्रकटा षट तीर्थ मद भगते विप्रस्य वाम करे बा हाथ में भी 6टा तीर्थ अच्छी किंतु ब्राह्मण मान को नमस्कार कले बा हाथ में आशीर्वाद पारिबेनी कहीं चुप हाथ अभद्र कहला लाटिनी हाथ नाई रे संतुआ जजमान को बापा जदि ब्राह्मण बा हाथ आशीर्वाद बा कल्याण करदेला ये जजमान पंडित मंडली वंश बुड़ी डाहाण गोड़े 6 बाबू
ଡାହାଣରେ ଯେତିକି ବାରେ ଯେତିକି ଡାହାଣରେ ସେତିକି ଜାନି ତୀର୍ଥାନି ଭୂତାନି ଇଏ ଜାନି ତୀର୍ଥାନି ସାଗରେ ସାଗରେ ଜାନି ତୀର୍ଥାନି ବିପ୍ର ପ୍ରଦସ୍ତ ଦକ୍ଷିଣେ। ଶୁଣୁ 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 ତାହେଲେ ଲକ୍ଷ୍ମୀ ଠାକୁରାଣୀ ବ୍ରାହ୍ମଣକୁ ଭଲ ପାଆନ୍ତି କାହିଁକି ବାବୁ କାହିଁକି? ଓହୋ ତାଙ୍କ ବାପାଙ୍କୁ ମିଳିଥିଲେ ବୋଲି। ଶୁଣୁ 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 ଯୋଉଦିନ ଜଗନ୍ନାଥ ବଳଭଦ୍ର ବ୍ରାହ୍ମଣ ବେଶ ହୋଇ ଯାଇକି ପହଞ୍ଚିଲେ କୋଉଠି? ଆଜ୍ଞା ଅଛବ ସାହିରେ ପହଞ୍ଚିଲେ। ଶ୍ରିୟା ଚଣ୍ଡାଳୁଣୀ ଘରେ ପହଞ୍ଚିଲେ। ମା ଲକ୍ଷ୍ମୀ ଯାଇ ଶ୍ରିୟା ଚଣ୍ଡାଳୁଣୀ ଘରେ ଭଗବାନ ଯାଇକି ପହଞ୍ଚିଲେ। ଇଏ ଚାରି ଯୁଗରେ ଭଗବାନ ଅଛବ ପାଖରୁ ଖାଇଛନ୍ତି। ସତ୍ୟ ଯୁଗରେ ଜଣେ ଅଛବ ନାରୀ ତା ହାତରୁ ଭଗବାନ ଖାଇଲେ ଆଉ ନାଁଟା ହଉଛି ସୁପ୍ରିୟା ଶକ୍ତି। ବୁଝିଲୁ? ସୁପ୍ରିୟା 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 ସାବୁନ ସୁପ୍ରିୟା ବିକ୍ରି ହଉଛି ତ୍ରେତା ଯୁଗରେ। ରଘୁକୁଳ ତିଳକ ମର୍ଯ୍ୟାଦା ପୁରୁଷ ରାଜୀବ ଲୋଚନ ରାମ ଜଙ୍ଗଲରେ ବାପା ବୁଲୁଛନ୍ତି। ଅପେକ୍ଷା କରିଛି କିଏ ନା ଶ୍ରବଣା ଶବରୀ ଜଙ୍ଗଲର ବାପା ଫଳକୁ ତୋଳି କୋଉଦିନ ମୋ ପ୍ରଭୁ ଆସିବେ କୋଉଦିନ ପ୍ରଭୁ ଆସିବେ ବାଛି ବାଛି ତାଙ୍କୁ ମିଠା ଫଳ ଖୋଇଦବ। ପ୍ରଭୁ ମଧ୍ୟ ମା ଶ୍ରଦ୍ଧାରେ ଗ୍ରହଣ କରୁଛନ୍ତି ତାର ଉଚ୍ଚିଷ୍ଟ ଫଳ। ତ୍ରେତାରେ ହେଲା ଶ୍ରବଣା ଶବରୀ। ଦ୍ୱାପରରେ କିଏ ଜାଣୁ ତାପରେ ତ୍ରେତାରେ ହେଲା ଶ୍ରବଣା ଦ୍ୱାପରରେ କୁବୁଜା ଆଉ କଳିରେ ଶ୍ରିୟା ଚଣ୍ଡାଳୁଣୀ। ଶ୍ରିୟା ଚଣ୍ଡାଳୁଣୀ ଚଣ୍ଡାଳ ସାଇକି ଯାଇଛନ୍ତି ଜଗନ୍ନାଥ ଆଉ ବଳଭଦ୍ର ବ୍ରାହ୍ମଣ ବେଶରେ ମାଗିଛନ୍ତି ଆଜ୍ଞା ଖାଇବା ପାଇଁ। ବେତାଳକୁ ପଠେଇ ଲକ୍ଷ୍ମୀ ସବୁ ବଡ ଦୌଡ଼ରୁ ଧନ ରତ୍ନ ଆଜ୍ଞା ହରଣ କରିନେଲେ। ଶେଷରେ ଏମାନେ ଯାଇଛନ୍ତି ଚଣ୍ଡାଳ ସାହିରେ ପହଞ୍ଚିଲେ। ଯେତେବେଳେ ଜାଣିଲେ ଏଇଟା ଚଣ୍ଡାଳ ସାହି ବାପା ମନରେ ଅହଂଭାବ ଆସିଲା ନା ଆମେ ରନ୍ଧା ଅନ୍ନ ଗ୍ରହଣ କରିବୁନି। ରନ୍ଧା ଅନ୍ନ ଗ୍ରହଣ କରିବୁନି ଆମକୁ କଞ୍ଚା ପଡି ଦେଇ ଦିଅ ଆମେ ନେଇକି ନିଜେ ରୋଷେଇ କରି ଖାଇବୁ। ଏଇ ସମୟରେ ବାପା ମାନେ କଞ୍ଚା ପଡି ଦେଲେ। ଡାଲି ଦିଆଗଲା ଚାଉଳ ଦିଆଗଲା ପନିପରିବା କାଠ ଦିଆଗଲା। କହିଲା ବ୍ରଏଲର କିଲେ ନା ଛେନା ଗୁଡ ଦଉଥିଲେ କହିଲା ବ୍ରଏଲର କିଲେ ଦେଲେ। ଏ ବାପା ମାନେ ଚୁଲି ତିଆରି ହେଲା ନିଆଁ ଜଳିଲା। କିନ୍ତୁ ଲକ୍ଷ୍ମୀ ଠାକୁରାଣୀ କଲେ କଣ? ଇଏ ଅଗ୍ନି ଦେବତାଙ୍କୁ ବାବୁ କରିଲେ ସ୍ମରଣ। ଅଗ୍ନିଦେବ ଆସି ପରା ପହଞ୍ଚିଲେ ଦେବତା ଆସିଲେ ପହଞ୍ଚିଲେ। ଅଗ୍ନି ଜଳିଲାନି ଆଜ୍ଞା ନିଆଁ ଜଳିଲାନି। ଇଏ ଫୁଙ୍କି ଫୁଙ୍କି ବଳରାମ ଆପଣଙ୍କର ଲକ୍ଷ୍ମୀ ପୁରାଣ ଇଏ ଫୁଙ୍କି ଫୁଙ୍କି ବଳରାମ ଇଏ ମାହାଲିଆ ହୋଇଲେ। କାଠ ଫାଳିଆକୁ ଧରି ଶେଷରେ ବା କଲେ କଣ କାଠ ଫାଳିଆଟେ ଧରିଲେ ହାଣ୍ଡିକି ବାଡେଇଲେ। ହାଣ୍ଡି ଚୁନା ହେଇଗଲା। ଏଇଠି ଲକ୍ଷ୍ମୀ ଠାକୁରାଣୀ ମନରେ ଚିନ୍ତା କଲେ ଏଇଥିପାଇଁ ମତେ ବଡ ଦୌଡ଼ ମନା ହେଇଛି ନାଇଁ। ଶୁଣ 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 ମୁଁ ଚଣ୍ଡାଳ ସାହିରେ ଅଛି ବର୍ତ୍ତମାନ। ମୁଁ ବି ଗୋଟେ ଚଣ୍ଡାଳୁଣୀ। ଏ ମାମା ଲକ୍ଷ୍ମୀ ସାକ୍ଷାତ ଶ୍ରିୟା ଚଣ୍ଡାଳୁଣୀ ଘରେ ଥାଇ ସେଇଠୁ କହିଦେଲେ ତାଙ୍କ ସ୍ୱାମୀ ଆଉ ଦେଢଶୁରକୁ ये मुही चंडालुणी देवे ये टेकी देवी हरणा चंडाल साई रे थाई मुर्न टेकी देवी तमे उदर पूरीब तम भक्षण करिब मनरे आ गर्व रहिबो नाही। बाबरे ताले भाई कहिसते लक्ष्मी कोठी रहंती नाही। ए मा लक्ष्मी कोठी रहंती नाही। बाबू लक्ष्मी लक्ष्मी जा
ତାହାର ଗୋଟେ ନାମ ହେଲା ଅନ୍ନପୂର୍ଣ୍ଣା ଚଞ୍ଚଳା ଅମରକୋଷ କହନ୍ତି ଇଏ ଲକ୍ଷ୍ମୀ ପଦ୍ମାଳୟା ପଦମା କମଳା ଶ୍ରୀହରି ପ୍ରିୟା ଇନ୍ଦିରା ଲୋକମାତା ବାପା କ୍ଷୀରାବ୍ଧି ତନୟା ରମା। ତାହେଲେ ଲକ୍ଷ୍ମୀ କୋଉଠି ରହନ୍ତି ନାହିଁ ଆମକୁ ଦୋଷ ଲାଗିବନି ଏ ମାଇ ହୁଳହୁଳିଟା ସୃଷ୍ଟି ହେଲା କୋଉଠୁ ସେଇ ମାଙ୍କ ପାଖରୁ ଆଜ୍ଞା ହୁଳହୁଳିଟା ସୃଷ୍ଟି ହେଲା। ଇଏ ଯେଉଁଦିନ ନାରୀ ତାର ଗେରସ୍ତ ଖାଇଲା ସେଦିନ ବିଧବା ନାରୀ ହୁଳହୁଳି ମା ସେଦିନ ମା କାଳୀ ପାଦକୁ କଚି କଚି ବାହାରିଲେ ମାରିବା ପାଇଁ ଦାନବ 33 କୋଟି ଦେବାଦେବୀ ମାନେ ସ୍ୱୟଂ ମହାପ୍ରଭୁ ଆଶୁତୋଷ ମଙ୍ଗଳମୟ ଶଙ୍କର ଭଗବାନଙ୍କୁ ଡାକିଲେ। ଶଙ୍କର ଭଗବାନ ଶୋଇ ପଡ଼ିଲେ ଦ୍ୱାର ଦେଶରେ ମା କାଳୀ ଯାଉଛନ୍ତି ପାଦ ବାଜିଗଲା ବକ୍ଷ ଦେଶରେ ମା କାଳୀ ଚିନ୍ତା କଲେ ହେଇ ମୋ ସ୍ୱାମୀଙ୍କ ପାଦରେ ବକ୍ଷ ଦେଶରେ ପାଦ ବାଜିଗଲା ଯଦି ସ୍ୱାମୀଙ୍କ ଉପରେ ପଦାଘାତ ହବ ଏ ଦୁନିଆ ମତେ ନିନ୍ଦା କରିବ ଅପମାନ କରିବ ଅପମାନରେ ମୁଁ ଅପମାନିତ ହେବି। ତେଣୁ ମା କଲା କଣ ସେଦିନ ଜିଭକୁ ଲମ୍ବେଇ ଦେଇକି ମା ନିଜ ସ୍ୱାମୀକି ଗିଳିଦେଲା ଆଉ ଶିବକୁ ଗିଳିଲା। ଶିବକୁ ଯେତେବେଳେ ଗିଳିଲା ଜାଣିଲେ ବିଷ୍ଣୁ ଜାଣିଲେ କିଏ ନା ସ୍ୱୟଂ କର୍ତ୍ତା ବେଦବର ବ୍ରହ୍ମା ଆଜ୍ଞା ସେମାନେ ପୁଣି ମାକୁ ସ୍ତୁତି କଲେ ମାକୁ ସ୍ତୁତି କରିବାରୁ ମା ପୁଣି ଯେମିତି ଗିଳିଥିଲା ଇଏ ଜିଭକୁ ଲମ୍ବେଇ ଦେଇ ଲଳ ଜିଭା କରି ସ୍ୱାମୀକୁ ଉଦ୍ଗାରଣ କଲା। ମା କେହି ପୁରାଣ ଗୀତ ମାନେ କହନ୍ତି ଏଇଠୁ ହୁଳହୁଳି ସୃଷ୍ଟି ହେଲା। ତାହେଲେ ସଜ୍ଜନ ହୁଳହୁଳି ଦେବା କେମିତି ଆଉ ହୁଳ ଆଉ ହୁଳି ଏ ଦିଟା କିଏ ଇଏ ମା ହୁଳ ଗୋଟି ଶଙ୍କର ଇଏ ମା ହୁଳିଟି ପାର୍ବତୀ କଲେ ଦୋଷ ଲାଗିବନି କିମ୍ବା ଶିବ ପାର୍ବତୀକୁ ମନ ମଧ୍ୟରେ ଚିନ୍ତା କରି ହୁଳହୁଳି ଦେଲେ ଦୋଷ ଲାଗିବନି ସନ୍ତୁଆ। ତାହେଲେ ଶୁଣୁ ଲକ୍ଷ୍ମୀ କୋଉଠି ରହନ୍ତି ଲକ୍ଷ୍ମୀ କୋଉଠି ରହନ୍ତି ନାହିଁ ଶ୍ଲୋକ ଗାଇବା ପାଇଁ ସମୟ ନାହିଁ। ଏ ମା ମାନେ ଅଧିକାଂଶ ମା ମାନଙ୍କୁ ଆପଣ ମାନେ ଦେଖିଥିବେ ଆଜ୍ଞା ମେଣ୍ଟାଏ ମା ଏକାଠି ଏସଏସଜି ଗ୍ରୁପ ହଉ କି କୌଣସି ଜାଗାରେ ଦାଣ୍ଡରେ ବସିଥିବେ କିଛି ମା ମାନେ କଣ କରିବେ କାଠି ଟିକେ ଧରି ଭୁଇଁରେ ଗାର ପକଉଥିବେ ନହେଲେ କଣ ଗୋଟେ ଲେଖୁଥିବେ ମା ତାଙ୍କ ପାଖରେ ଲକ୍ଷ୍ମୀ ରହିବେ ନା ମା ତାଙ୍କ ପାଖରେ ଲକ୍ଷ୍ମୀ ରହିବେ ନା ଖାଲି ସେତିକି ନୁହଁ ଆଉ କଣ ବାବୁ ତାଙ୍କ ପାଖରେ ଲକ୍ଷ୍ମୀ ରହିବେ ନା ଆପଣଙ୍କ ମାଣବସା ଗୁରୁବାର ଏ ମା ସ୍ନାନ କରିବା ପାଇଁ ଆଜିକାଲି ତ ସବୁ ଲାଟ୍ରିନ୍ ବାଥରୁମ ହେଇଗଲାଣି ବାପା ଆଉ କୂଅ ପୋଖରୀକି ଯାଉନାହାନ୍ତି ତଥାପି ଲକ୍ଷ୍ମୀ କୋଉଠି ରହିବେନି ये पानी पीउथिबा गाई ये बापा घौड़ाई देले रे गाई घौड़ाई पालटा बसन पेथेची पुहुड़िले जदि पालटा बसन आपण मैंने गाधेया एक बस्त्र होगी अच्छा जदि ओदा डोगा को बापा बाटर चिपुड़िले आपण ये उचिष्ट पानी की गुरुजन मैंने डेइबे गुरुजन मैंने डेइले लक्ष्मी छड़ा लक्ष्मी छड़ा आपण मैंने खाली से खाली से शुणु शुणु एमा गुरुवार दिन भाजी लखरी गुरुवार दिन भाजी लखरी
ଛଡା ହବ। ଗୁରୁବାର ଦିନେ ଯଦି ଆମିଷ ଖାଇଲ ଲକ୍ଷ୍ମୀ ଛଡା ହବ। ଖାଲି ସେତିକି ନୁହଁ, ଗୁରୁବାରରେ ଯଦି ନିଜ ପିଲାଙ୍କୁ ବାଡେଇବ ଲକ୍ଷ୍ମୀ ଛଡା ହବ। ଗୁରୁବାର ଦିନେ ଯଦି ପିଲାକୁ ବାଡେଇବ ଲକ୍ଷ୍ମୀ ଛଡା ହବ। ଖାଲି ସେତିକି ନୁହଁ, ମୋ ବାପା ମାନେ ଯେତିକି ଅଛ ମନେ ରଖ, ମୋ ବାପା ମାନେ ଯେତିକି ଅଛ ମନେ ରଖ। ଲକ୍ଷ୍ମୀ ଛଡା ଆମେ କେତେବେଳେ ହେବା? ରାମାୟଣରୁ ଟିକେ ପ୍ରସଙ୍ଗ ଆଣୁଛି। ରାମାୟଣରୁ ଆମ ଚିତ୍ତବାବୁ ତ ମତେ ଅନୁରୋଧ କରିଛନ୍ତି, ଯୋଉ ଦିନଠୁ କରିଦେଲା ଆଜ୍ଞା ସେକେଣ୍ଡ ରାତି ନିଶ୍ଚିତ ସପ୍ତପାବଚ ହବ। ହବ ଆଜ୍ଞା, କିଛି ଅସୁବିଧା ନାହିଁ। ତାହେଲେ ସଜନ କେତେବେଳେ ଲକ୍ଷ୍ମୀ ଛଡା ହବା, ଆଉ ମା ତମେ କେତେବେଳେ ପୁଣି ଲକ୍ଷ୍ମୀ ଛଡା ହବ? ସେଦିନ ରଘୁକୁଳ ତିଳକ ମର୍ଯ୍ୟାଦା ପୁରୁଷ ରାଜୀବ ଲୋଚନ ରାମ 14 ବର୍ଷ ବନବାସ ଯିବା ପାଇଁ ପ୍ରସ୍ତୁତ ଅଛନ୍ତି। ପ୍ରସ୍ତୁତ ଅଛନ୍ତି। ଏଇଠି ବାପା ଦଶରଥଙ୍କର ବାର୍ଦ୍ଧକ୍ୟ ଆସିଯାଇଛି। ବାପା ରାମ ବନବାସ ଗଲା ବେଳେ ଦଶରଥଙ୍କର ବାର୍ଦ୍ଧକ୍ୟ ଅବସ୍ଥା ନଥିଲା। ଅକାଳରେ ଦଶରଥଙ୍କୁ ଆସିଲା ବାର୍ଦ୍ଧକ୍ୟ। କାହିଁକି ଅକାଳରେ ବାର୍ଦ୍ଧକ୍ୟ ଆସିଲା? ଡାଇବେଟିସ୍ ରୋଗ ହେଇଥିବ, ଲିଭର ଫେଲ୍ ହେଇଯାଇଥିବ, ତେଣୁ ସେ ଅକାଳରେ ବୁଢା ହେଇଯାଇଥିବ। ଡାଇଲାସିସ୍ କରୁଥିଲୁ କହିଲା କିଡନୀ ଫେଲ୍ ନା। ବାପା ଦଶରଥଙ୍କୁ ଆସିଲା ଅକାଳରେ ବାର୍ଦ୍ଧକ୍ୟ। ସବୁ ପାଲା ବାଲା ପାଖରେ ହୁଏତ ନଥିବ। ଅକାଳରେ ବାର୍ଦ୍ଧକ୍ୟ ଆସିବାର ଗୋଟିଏ କାରଣ କଣ? ବ୍ରହ୍ମ ହତ୍ୟା ଲାଗିଥିଲା ଦଶରଥ ରାଜା। କେତେବେଳେ? କଣ ବ୍ରହ୍ମ ହତ୍ୟା। ଆରେ ଭଗବାନ ପରି ପୁଅକୁ ଜନ୍ମ ଦେଇଛନ୍ତି। ସେ ଭଗବାନ ରାମଚନ୍ଦ୍ରଙ୍କର ବାପା ଯେ ତାକୁ ପୁଣି ବ୍ରହ୍ମ ହତ୍ୟା ଦୋଷ କେତେବେଳେ ଲାଗିଲା? ଯୋଉଦିନ ସେ ଅନ୍ଧମୁନିର ପୁଅ ଶ୍ରବଣ କୁମାରକୁ ମାରିଲେ, ସିନ୍ଧୁକୁ ଯୋଉଦିନ ମାରିଲେ ଶବ୍ଦ ଭେଦି ବାଣରେ, ସେଦିନ ଦେଇଥିଲେ ବ୍ରହ୍ମ ଅଭିଶାପ। ସ୍ୱାମୀ ସ୍ତ୍ରୀ ମୁନିମତି ଏବଂ ଏ ମୁନି ଦେଇଥିଲେ ବ୍ରହ୍ମ ଅଭିଶାପ। ଶୁଣୁ, ତାଙ୍କର ପ୍ରକୃତ ନାଁ ଅଛି, ଆଜି ସମୟ ନାହିଁ। ଦେଇଥିଲେ ବ୍ରହ୍ମ ଅଭିଶାପ। ବାପା ବ୍ରହ୍ମ ଅଭିଶାପ ଯାହାକୁ ଲାଗିବ, ଏ ବାପା ହଠାତ୍ ଅକାଳରେ ବାର୍ଦ୍ଧକ୍ୟ ଆସିବ। ମୁଁ କାହିଁ ଏ କଥା କହୁଛି ନା, ଲକ୍ଷ୍ମୀ ମା କୋଉ ସ୍ଥାନରୁ ଚାଲି ଯାଆନ୍ତି, ମୋ ବାପା ମାନେ ଲକ୍ଷ୍ମୀ କୋଉ ସ୍ଥାନରୁ ଛାଡି ଯାଆନ୍ତି। ଏଇଥିପାଇଁ ଏ ପ୍ରସଙ୍ଗକୁ ମୁଁ ନେଇ ଆସିଲି। ଯାହାକୁ ବ୍ରହ୍ମ ଅଭିଶାପ ବାପା ଲାଗିବ, ଏ ମା ହଠାତ୍ ଶରୀରଟା କଳା ପଡିଯିବ। ଗୋରା ଲୋକଟା ହେଇଥାଉ, ହଠାତ୍ ଶରୀରଟା କଳା ପଡିଯିବ। ଶରୀର କଳା ପଡିଗଲା ପରେ ବାର୍ଦ୍ଧକ୍ୟ ଆସିଯିବ। ଚର୍ମ ସବୁ ଧୁଡୁ ହେଇଯିବ, କେଶ ପକ୍ୱ କେଶ ହେଇଯିବ। ସେଦିନ ଲାଗିଛି ରାଜା ଦଶରଥକୁ ବ୍ରହ୍ମ ହତ୍ୟା। ରାମ ଲକ୍ଷ୍ମଣ ଆଉ ଯାଉଛନ୍ତି ସୀତା ବନବାସ ଯିବା ପାଇଁ ଉଦ୍ୟତ ହେବା ବେଳେ ରାଜା ଦଶରଥ ହାତ ଟେକି ଦେଲେ। ଆରେ ରାମ, ଏ ରାମ ଏ ନୟନରୁ ବହି ଗଲା ଏ ଧାର ନୀର। ତୁ ଚାହିଁଲେ ମତେ ମୁକ୍ତି କରିଦେଇ ଯିବୁ, ତୁ ଚାହିଁଲେ ମତେ ନରକଗାମୀ କରିଦେଇ ଯିବୁ। ଅବଶ୍ୟ କୈକେୟୀ ପ୍ରତି ତୋର ଅଛି ନିର୍ଦ୍ଦେଶ, ବନବାସ 14 ବର୍ଷ ଯିବୁ। କିନ୍ତୁ ରାମ, ତୁ ହଉଛୁ ଆମ ବଡ ପୁଅ। ଶାସ୍ତ୍ର କଣ କହିଛି ରାମ? ଏ ମଲା ବେଳେ ପୁଅ ସିନା ଏ ବାପା ଝୋଳ ଟପେ ଦେ। ପିତା ମାତାଙ୍କୁ ଯେ ପୁତ୍ର ଉଦ୍ଧାର କରିବ। ରାମ ଅନେକ ଶାସ୍ତ୍ର ପ୍ରମାଣ କରିଛି, ପୁଅଟିଏ ଥିଲେ ବାପା ମାଙ୍କୁ ପୁତ୍ର ଉଦ୍ଧାର କରେ।
ତେଣୁ ରାମ ତୁ ତ ହଉଛୁ ମୋର ବଡ ପୁଅ ତତେ ମୁଁ ତ ବାପା ହୋଇ ଆଜି ହାତ ଯୋଡୁଛି ରେ ରାମ ମତେ ପୁରା ବ୍ରହ୍ମ ହତ୍ୟା ଦୋଷ ଲାଗିଛି এই ব্রহ্ম হত্যা দোষরু রাম তু টিকে মতে মুক্তি করিদে এ জগত কହୁଛି ত্রিভুবন কହୁଛି কানে তু এ ত্রেতয়া যুগর পরম ব্রহ্ম এ ত্রেতয়া যুগর তু হଉଛୁ আদির কারণ ও অনাদির কারণ সমস্ত পৃথিবীবাসী কହୁଛନ୍ତି তু কানে ভগবান রাম তো বাপা হই মু তোতে হাত যোড়ুছি ଆପଣ ଏମିତି କାହିଁ କରୁଛନ୍ତି ବାପା ମୁଁ ସିନା ମାଙ୍କର କଥା ଅନୁସାରେ ପିତୃପକ୍ଷ ପାଳନ କରିବା ପୂର୍ବକ 14 ବର୍ଷ ବନଗାମୀ ହେଉଛି ମୁଁ କଣ ଏଇ ଅଯୋଧ୍ୟା କଟକକୁ ଫେରି ଆସିବିନି ଆପଣ ଏତେ ଅଧୈର୍ଯ୍ୟ ହୋଇ ନୟନରୁ ନୀର ନିର୍ଗତ କରୁଛନ୍ତି କାହିଁକି ହରାମ ହରାମ ରାମ ରେ ये मोहरा हृदा चाल सोच की देखी है पुत्र मोहरा मुखावादान तू 14 वर्ष वनवास फेरी आसिला बेलू आमु नथिबी रे मते ब्रह्म हत्या दोष लागिछि अकारण वार्धक्य आसीछि मो पुओटा पुरा जीवा पूर्व मते टिके ब्रह्म हत्या दोषरु मुक्ति करि दे जा पछी देले राजा दशरथ आखिरु लुह हे बापा मान मां मान ये संसार समस्त पुआ और झियो इच्छा पोषण करि थांती बापा मां मान पुओटे हेले मिठा बाटी थांती अनेक आनंद उल्लास कैसिया पालन कर झीटीए हेले अधिकांश माँ बापा मानकर मुह सुखी जाए कौन अच्छी सोशल टिप सामाजिक शिक्षा एमा पुओ तार अन्य नाटा हला बापा पुत्र 84 नरकर पूत नामक गोटे नरक कुंड अछि एई पूत नामक नरक कुंडरू पुओ उद्धार करे बोली ता नाटा हला पुत्र माने पूत नामक नरक कुंडरू उद्धार करे बोली केवल पुओ उद्धार करिवो बापा मां को तेनु ता नाटा हला पुत्र सुनु आउ जो माते 80 टा रहिला नरक कुंड मो मां माने सुनो 83 नरकरू उद्धार करिवो किए झियो झियो 83 नरक कुंडरू आपण मानको उद्धार करिवो वो पुत नामक गोटे नरक कुंडरू उद्धार करिवो ताले हे सज्जन से दिन राजा दशरथ कहले राम मते ब्रह्म हत्या दोष लागिছে तू नहीं जा मो पुओ हिसाब रे मु तो हाथ जोडुछि बापा राम कहले कोन बापा दशरथक पाखरु लागिथिबा ब्रह्म हत्या बापा दोष को आनिले किंतु राम भगवान ब्रह्म हत्या दोष को रखि पारिबे नाही ना ब्रह्म हत्या दश पाइना राम 4 जन को बांटिले कौ स्थान भाई माने लक्ष्मी जीव मां माने कौ स्थान लक्ष्मी रहती नहीं शुणती वरिष्ठ प्रमाण रामायण राम भगवान 4 जन को बापा ब्रह्म हत्या 10टा बांटिले जने पाइला से किए राम भगवान जने ब्रह्म हत्या भागे को ब्रह्म हत्या दोष एमा नारी मानक बांटी देले नारी समाज पाइले भागे ब्रह्म हत्या दोष सरकार तो कोन करछन रे कोन करछन आ अग्राधी
ସମାଜକୁ ଗୋଟେ ଭାଗ ତମକୁ ବ୍ରହ୍ମ ଅଭିଶାପ ମିଳିଲା। ଦ୍ୱିତୀୟ ଭାଗଟା ଚଲା ବାଟକୁ ଦେଇଦେଲେ ରାମ ଭଗବାନ। ଏହା ପାଇଁ ଚଲା ବାଟକୁ ଦିଆଗଲା। ତୃତୀୟ ଭାଗ ଦିଆଗଲା କାହାକୁ ନା ଅଶ୍ୱତ୍ଥ ବୃକ୍ଷ। ଅଶ୍ୱତ୍ଥ ବୃକ୍ଷ ଜଡି ଗଛକୁ ଦିଆଗଲା। ରାମ ଭଗବାନ ଆଉ ଯୋଉ ଗୋଟିଏ ଭାଗ ରହିଲା ଶେଷରେ ଦେଲେ କାହାକୁ? ଜଳ ଦେବତା ବରୁଣ ଦେବତା ପାଇଲେ। ଜଳାଧିପତି ବରୁଣ ଦେବତା ପାଇଲେ। ଯେତେବେଳେ ରାମଙ୍କ ପ୍ରଦତ୍ତ ବ୍ରହ୍ମ ଅଭିଶାପ 4 ଭାଗ 4 ଜଣ ପାଇଲେ, ଏମା 4 ଜଣ କାନ୍ଦିଲେ। 4 ଜଣ କାନ୍ଦିଲେ, କହିଲେ ହେ ରାମ ଆଶୁତୋଷ ସମ୍ବନ୍ଧ ଇଏ ରଘୁକୁଳ ତିଳକ ମର୍ଯ୍ୟାଦା ପୁରୁଷ ରାଜୀବ ଲୋଚନ ରାମ, ତମେ ହଉଛ ଏ ଜଗତର ଗୁରୁ। ବ୍ରହ୍ମ ହତ୍ୟା ଦୋଷ ତମେ ଆମ 4 ଜଣକୁ ବାଣ୍ଟିଦେଲ, ଆମେ ଉଦ୍ଧାର ପାଇବୁ କେମିତି? ଆମେ ତ ତମର କିଛି ଦୋଷ କରିନାହିଁ, ଆମକୁ ଉଦ୍ଧାର କର ପ୍ରଭୁ। ତା ମାର୍ଗଟା କଣ? ଗାୟକ ସମ୍ରାଟ ବୈଷ୍ଣବ ଚରଣ ପ୍ରଧାନ ପଦୁଟିଏ କଲମ କଲେ। ଯୋଉ 4 ଜଣ ବାପା ମା ମାନେ ପାଇଲେ ବ୍ରହ୍ମ ଅଭିଶାପ, ଇଏ 4 ଜଣ ଡାକିଲେ ରାମ ଭଗବାନଙ୍କୁ। ଇଏ ଭବ ସାଗର ତାରଣ, ଇଏ କାରଣ କାନ୍ଦିଲେ ରାମଙ୍କ ପାଖରେ। ଇଏ ନାରୀ ସମାଜ ଯେତେବେଳେ କାନ୍ଦିଲେ, ନାରୀ ସମାଜକୁ ରାମ ଭଗବାନ କହିଲେ ମା ମାନେ ତମେ ମନ ଦୁଃଖ କର ନା, ତମ ପାଖରୁ ବ୍ରହ୍ମ ହତ୍ୟା ଦୋଷଟା ଯିବ। ଆଉ ଯାହା ପାଖକୁ ଏ ବ୍ରହ୍ମ ହତ୍ୟା ଦୋଷଟା ଯିବ, ତା ପାଖରୁ ଲକ୍ଷ୍ମୀ ଛାଡିଯିବେ, ସେ ଲକ୍ଷ୍ମୀ ଛଡା ହବ। ମା ମାନଙ୍କୁ ପ୍ରଥମେ ସାନ୍ତ୍ୱନା ଦେଲେ ରଘୁକୁଳ ତିଳକ ମର୍ଯ୍ୟାଦା ପୁରୁଷରା। କଣ କହିଲେ? ବାବୁରେ ଇଏ ରଜସ୍ୱଳା କାଳେ ତତେ ଏ ପାଜେ ଜନ ଛୁଇଁବ, ବ୍ରହ୍ମ ହତ୍ୟା ଦୋଷ ଯାଇ ପାଖରେ ଲାଗିବ। ରଜସ୍ୱଳା କାଳରେ 7 ଦିନ ମା ମାନେ ଅପବିତ୍ରା ଥାନ୍ତି। ଯୋଉ ପୁରୁଷ ଭାଇ ମାନେ ଅପବିତ୍ରା ଥିବା ସମୟରେ ନାରୀକି ସ୍ପର୍ଶ କରିବ, ଇଏ ବ୍ରହ୍ମ ହତ୍ୟା ଦୋଷଟା ଯାଇକି ତା ପାଖରେ ଲାଗିବ। ଖାଲି ସେତିକି ନୁହଁ, ଯୋଉ ବାପା ମାନେ ଭାଇ ମାନେ ଇଏ ଅପବିତ୍ର ଜିନିଷକୁ ସ୍ପର୍ଶ କରିବେ, ଇଏ ତାଙ୍କ କାନ୍ଧରୁ ପଣ୍ଡିତ ମଣ୍ଡଳୀ ଲକ୍ଷ୍ମୀ ଛାଡିଯିବ। ଆନନ୍ଦ ମନ ଆନନ୍ଦିତ ହେଲେ। ଦ୍ୱିତୀୟତଃ ଚଲା ବାଟ କାନ୍ଦିଲା। ଏ ମା ଚଲା ବାଟ କାନ୍ଦିଲା। ନାରୀ ମାନଙ୍କର ଉଦ୍ଧାର ହେବାର ମାର୍ଗ ପାଇଗଲେ, ବାଟ କାନ୍ଦୁଥିବ। ବାଟ ଯେତେବେଳେ କାନ୍ଦିଲା, ରାମ କହିଲେ ଚଲା ବାଟ ଶୁଣୁ, ତୁ ଚିନ୍ତା କରନା, ତୁ ବି ମୁକ୍ତି ପାଇବୁ। ତୁ ଚିନ୍ତା କରନା, ତୁ ଚଲା ବାଟ ହିଁ କରୁଛୁ ନା। ଯୋଉଦିନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ତୁ ବିଜୁ ହେଇଛୁ, ସେଇଦିନ ଧନ୍ୟରେ ମହଳିଆ ମୁଁ ହାତ ମୁଣ୍ଡକୁ, ତ ମୁଣ୍ଡକୁ ମାନିବାକୁ ପଡିବ। କେତେ ଜ୍ଞାନ କହିଲା, କେତେ ଜ୍ଞାନ ମୋର। ଚଲା ବାଟ ଯୋଉ ଦିନ କାନ୍ଦିଲା ପଣ୍ଡିତ, ରାମ କହିଲେ ଚଲା ବାଟ ତୁ ମୁକ୍ତି ପାଇବୁ। ତୋ ପାଖରୁ ବ୍ରହ୍ମ ହତ୍ୟା ଦୋଷଟା ଯିବ। ଖାଲି ସେତିକି ନୁହଁ, ଯାହା ପାଖକୁ ଯିବ
ସେମାନେ ଲକ୍ଷ୍ମୀ ଛଡା ହେବେ। ପ୍ରମାଣ ପ୍ରମାଣ କଣ କିରେ? ଦେଖିବା ଇଏ ଉଦ୍ଦିଷ୍ଟ ଜଳକୁ ଯେହୁ ଇଏ ଠାରେ ପକାଇବ ରେ ଯେହୁ ଠାରେ ପକାଇବ ଆଉ ବ୍ରହ୍ମ ହତ୍ୟା ଉଚ୍ଚିଷ୍ଟ ଜଳକୁ ବାପା ହଉ କି ମା ମାନେ ହୁଅନ୍ତୁ, ପୁରୁଷ ହଉ ଅବା ନାରୀ ହଉ, ଏମା ପାଲଟା ଲୁଗାର ପାଣିକି ଜମା ବାଟରେ ପକେଇବନି। ମୋ ବାପା ମାନଙ୍କୁ ଭାଇ ମାନଙ୍କୁ ଅନୁରୋଧ କରି ପାଲଟା ଲୁଗା ପାଣି ଯଦି ଏ ବାଟରେ ପଡିଲା ବ୍ରହ୍ମ ହତ୍ୟା ଦୋଷଟା ଆମ ପାଖକୁ ଆସିବ। ଆମେ ପୁଣି ଲକ୍ଷ୍ମୀ ଛଡା ହବା, ଆମ ପାଖରେ ଲକ୍ଷ୍ମୀ ରହିବେ ନାହିଁ। ବାଟ ଯେତେବେଳେ କାନ୍ଦିଲା ଆଉ ଏ ସମୟ ଅସତ ବୃକ୍ଷ ବାପା କ୍ରନ୍ଦନ କରିଲା। କହିଲା ର ର ର ଜଡି ଗଛ ଅସତ ବୃକ୍ଷ ତୁ ବି ମୁକ୍ତି ପାଇବୁ। ତୁ ଚିନ୍ତା କରନା ଜଡି ଗଛ ବୁଝଛୁ ନା, ତୋର ଫଳଟା ସିନା ଏଠି ଟିକେ, ତୋ ଫଳଟା ଜଙ୍ଗିଲ ବୋଇତାଳୁ ଭଳିଆ ହବ। ଅସତ ବୃକ୍ଷ କାନ୍ଦିଲା, ରାମ କହିଲେ ଶୁଣ ଅସତ ବୃକ୍ଷ ତୁ କାନ୍ଦୁଛୁ କାହିଁକି? ତୋ ପାଖରୁ ବ୍ରହ୍ମ ହତ୍ୟା ଦୋଷଟା ଯିବ। କେତେବେଳେ ଯିବ? ବାବୁ ଏ କୁଠାର ଧରିଣ ଯହୁ ଯୋଜନ ହାଣିବ କୁଠାର ବୋଲନ୍ତ ବାପା ଟାଙ୍ଗିଆ ଟାଙ୍ଗିଆ ଧରିକି ଯିଏ ଯୋଡି ଗଛର ଡାଳକୁ ହାଣିବ କିମ୍ବା ଯିଏ କଟୁରୀରେ ହାଣିବ ବାପା ବ୍ରହ୍ମ ହତ୍ୟାଟା ତାଠି ଲାଗିବ, ପୁଣି ସେ ଲକ୍ଷ୍ମୀ ଛଡା ହବ। ତା ପାଖରେ ଲକ୍ଷ୍ମୀ ରହିବେନି। ତିନି ଜଣ ଗଲେ, ଆଉ ଜଣିଏ ରହିଲା, ସେ ବରୁଣ ଦେବତା, ଜଳାଧିପତି ବରୁଣ ପାଣି। ବରୁଣ ଦେବତା କାନ୍ଦିଲେ, ତିନି ଜଣ ମୁକ୍ତି ପାଇବାର ମାର୍ଗ ପାଇଗଲେ, ଆଉ ବରୁଣ ଦେବତା କାନ୍ଦିବେନି କେମିତି? ମୁଁ କେମିତି ମୁକ୍ତି ପାଇବି? ବରୁଣ ଦେବତା ଯେତେବେଳେ କାନ୍ଦିଲେ, ଏଇଠି ରାମ ଭଗବାନ କହିଲେ ହେ ଜଳାଧିପତି ବରୁଣ ଶୁଣ, ତମେ ମୁକ୍ତି ପାଇବ। କେତେବେଳେ? ତମେ ଏଇ ଯୋଉ ଖୋଲା ପୋଖରୀରେ, କୂଅ ପୋଖରୀରେ ରହିଛ, ନାଳ ନର୍ଦ୍ଦମାରେ ରହିଛ, ସେଥିରେ ତମେ ମୁକ୍ତି ପାଇବ। ଆଉ ଯେତେବେଳେ ସରକାର ଘର ଘରକା ସଚ୍ଚଳ ଯୋଜନାରେ କରିଦେବେ, ଟ୍ୟାପ ଲାଗିଯିବ, ସେତେବେଳେ ମୁକ୍ତି କହିଲେ ଟ୍ୟାପ ଲାଗିଯିବ। ରାମ ଭଗବାନ କହିଲେ ହେ ଜଳାଧିପତି ବରୁଣ ତମେ ସେତିକି ବେଳେ ମୁକ୍ତି ପାଇବ। ଶୁଣ ଶୁଣ ଶୁଣ, ଇଏ ଉଲଗ୍ନ ହୋଇନ ଯେ ଭୂତ ଜଳରେ ପଶିବ, ହତ୍ୟା ଦୋଷ ଯାଇ ପରା ତାଠାରେ ଲଙ୍ଗଳା ହେଇକି ଯିଏ ପାଣିରେ ଗାଧେଇବ, ଲଙ୍ଗଳା ହେଇକି ଯିଏ ପାଣିରେ ପଶିକି ଗାଧେଇବ, ବ୍ରହ୍ମ ହତ୍ୟା ଦୋଷଟା ଯାଇ ତା ପାଖରେ ଲାଗିବ। ଆଉ ବାପା ସେ ପୁଣି ଲକ୍ଷ୍ମୀ ଛଡା ହବ, ସେ ସ୍ଥାନରେ ଲକ୍ଷ୍ମୀ ରହିବେ। ଇଏ ଚାରି ଯୁଗେ ମୋର ପଣ୍ଡିତ ମଣ୍ଡଳୀ ଉଲଗ୍ନ ଗାଧୁଆ ଜାଣ ଦିନକ ପାଇଁ ଲକ୍ଷ୍ମୀ ଛଡା ହେଇଥିଲେ। ଆଜ୍ଞା ବ୍ରହ୍ମ ହତ୍ୟା ଲାଗିଥିଲା ତାଙ୍କୁ। କେତେବେଳେ ବାବୁରେ ଆଜ୍ଞା ମା ପାର୍ବତୀ ଧରିଲେ ଦିଟା ବାଡି, ଆଶୁତୋଷ ମଙ୍ଗଳମୟ ଧରିଲେ ଦିଟା ବାଡି। ତତେ କଣ କହିବି ଆଉ, ତତେ ମୁଣ୍ଡିଆ କିଏ ମାରି ଦିଅନ୍ତି ରେ? ନମସ୍କାର। ଆମ ଘରେ ଯେମିତି କଳିଗୁଳ କଳିଗୁଳ ହେଲା ବେଳେ ମୁଁ ଯେତେବେଳେ ବାଡ଼ିଟେ ଧରେ, ସେ ଶାନ୍ତୁଣୀ ମୁଠାଟା ଧରେ। ସେମିତି ପାର୍ବତୀ ଯଦି ଦିଟା ବାଡ଼ି ଧରେ
ବାଡି ଖେଳ ହେଲା ଶିବ ଆଉ ପାର୍ବତୀଙ୍କ ଭିତରେ ହେଲା ଜଷ୍ଟି ଖେଳ ବାଡି ଖେଳ ହେଲା ବା ଶିବ ପାର୍ବତୀ ଭିତରେ ବାପା ହେଲା କଣ ଇଏ ଖେଳୁ ଖେଳୁ ପାର୍ବତୀଙ୍କ ବସନ ଖସିଲା ପାର୍ବତୀଙ୍କ ବସନ ଯେତେବେଳେ ଆଜ୍ଞା ଖୋଲିଗଲା ମା ପାର୍ବତୀ ଲାଜରେ କଲେ କଣ ନା ଇଏ ଜଳକୁ ନେଇ ପଡିଲେ ଦେବଦେବ ଆଶୁତୋଷ ମଙ୍ଗଳମୟ ଶଙ୍କର ଭଗବାନ ଇଏ ବାଘ ଚମଡାକୁ ଥୋଇ ଦେଇ ତାହେଲେ ଉଲଗ୍ନ ହେଇକି ସ୍ନାନ କଲେ ସତ୍ୟ ଯୁଗରେ ତ୍ରେତା ଯୁଗରେ ଦଶରଥ ରାଜା ଯାଇଛନ୍ତି କୋଉଠି ନା ସ୍ୱର୍ଗପୁରକୁ ଆଜ୍ଞା ଦେବତା ମାନଙ୍କୁ ଯୁଦ୍ଧରେ ସାହାଯ୍ୟ କରିବା ପାଇଁ ଯାଇଛନ୍ତି ଯୁଦ୍ଧରେ ସାହାଯ୍ୟ କରିବା ପାଇଁ ଯାଇଛନ୍ତି ରାଜା ଦଶରଥ ଏ ମା ଫେରୁଛନ୍ତି ରାଜା ଦଶରଥ ବାପା ରାଜା ଦଶରଥ ଯେତେବେଳେ ଫେରିଲେ ସେତେବେଳେ ଇଏ ସ୍ୱର୍ଗପୁରର ଅପସରୀ ଦେବକନ୍ୟା ମାନେ ବାବୁରେ କଲେ କଣ ଆସିକି ଗଙ୍ଗା ନଦୀରେ କଣ କରୁଛନ୍ତି ନା ଇଏ ପାଣିରେ ଗାଧଉଛନ୍ତି ଏମିତି ଭାବରେ ପଣ୍ଡିତ ଇଏ ପାଣିକୁ ଫୋପଡା ଫୋପଡି ହେଇ ଗାଧେଇଲେ ଇଏ ସତେ କିଏ କରିବାର ଫଳାରେ ଉଦ୍ଗାର ରାଜକୁ ନ ଦେଖିଲୁ ପବର ଏମିତି ପାଣିକୁ ଫୋପଡା ଫୋପଡି ହେଇ ଗାଧେଇଲେ ଶନି ମଣ୍ଡଳକୁ ଶନି ଗ୍ରହରାଜ ଶନି କି ଏମା ରାଜା ଦଶରଥ ଦେଖି ପାରିଲେନି ବାବୁରେ ଦେବକନ୍ୟା ମାନେ ଉଲ୍ଲଗ୍ନ ହେଇକି ଗାଧେଇଲେ ଯୁଗ ବକ୍ଷ ହେଇଛି ଲକ୍ଷ୍ମୀ ଛଡା ହେଇଛନ୍ତି ଗଲା ତ୍ରେତା ଯୁଗ ଦ୍ୱାପର ଯୁଗରେ ଗପ କଟକର ମା ଗୋପାଳୁଣୀ ମାନେ ଗପ କଟକର ସବୁ ଗୋପ କନ୍ୟା ମାନେ କଲେ କଣ ବସ୍ତ୍ରକୁ ମା ସେଦିନ ତଳେ ଥୋଇ ଦେଇ ପଶିଗଲେ କୋଉଠି ନା ଇଏ ଯମୁନା ଜଳକୁ ଯେତେବେଳେ ପଶିଗଲେ ବାପା ଯମୁନା ଜଳକୁ ବସ୍ତ୍ର ଥୁଆ ହେଇଛି ବାପା ଯମୁନା କୂଳରେ ବସ୍ତ୍ର ଥୋଇ ଦେଇକି ପଶିଛନ୍ତି ଯମୁନା ଜଳରେ ଭଗବାନ କୃଷ୍ଣ ନାରାୟଣ ଚିନ୍ତା କଲେ ଆମ ଭାଇ ଗାଉଥିଲେ ପ୍ରଭାସ ଯଜ୍ଞ ପ୍ରଭାସ ତୀର୍ଥର ଭଗବାନ କୃଷ୍ଣ ଜନ୍ମ କରିବେ ନୀଳମଣିରେ ତ ଲାଗି ଯୋଉ ସଦାବାଇ ଆଣି ବାବୁ ଗପ କଟକକୁ ନିମନ୍ତ୍ରଣ ହେଇନଥିଲା ପୁଣି ଗପ କଟକ ବାଲା ଜାଣିଲେ ପୁଣି ଦେବର୍ଷି ନାରଦଙ୍କ ଦ୍ଵାରା ଜାଣି ପୁଣି ଗଲେ କୋଉଠି ନା ପ୍ରଭାସ ତୀର୍ଥକୁ ସିଏ ଗପ କଟକର ଲୋକମାନେ ଗୋପାଳୁଣୀ ମାନେ ଜାଣିକି କେତେ ଜଣ ଗଲେ ନା ଶୁଣୁ ଗୋପ କଟକରେ ଗୋପାଳୁଣୀ ଥିଲେ ବାପା 16,000 ଭାଗବତ ଇଏ 16,000 ଗୋପ ନାରୀ ହୋ ଗୋପ ନାରୀ ତପସ୍ୟା କରୁଥିଲେ କୋଉଠି ଭଞ୍ଜ କଣ କହିଲେ ଇଏ ବିଘରୁ ଦଣ୍ଡକାରଣ୍ୟ ଗୋପାଳୁଣୀ ଯାଇଥିଲେ ଯଦି ଗୋପାଳୁଣୀ ହେଲେ 16,000 ଗୋପାଳ କେତେ 16,000
ବସୁ ସାହିତ୍ୟ ତାହେଲେ ଯାଇଥିଲେ ସେଦିନ ପ୍ରଭାସ ତୀର୍ଥ ପ୍ରହରୀ ତାଙ୍କୁ ବାପା ବାଟ ଛାଡୁନି ଗୋପାଳ ଭାଇ ମାନେ ଯାଇକି ଗାଇ ଉଠିଲେ ସେଇଠି ପ୍ରହରୀ କି ବସୁ ସାହିତ୍ୟ ଯାଜପୁର ଜିଲ୍ଲା କଣ କହିଲେ ହେଲେ 16,000 ଏମା ଗୋପାଳ ଯଦି ହେଲେ ଲକ୍ଷେ ଫେଡି ଦେଲେ ଆଉ ଯାହା ରହିଲା ଲକ୍ଷେରୁ 16,000 ଫେଡି ଦେଲେ ରହିଲା କେତେ 84,000 ଇଏ ସଂସାରକୁ ପରା ଦେଖ ହେ ପଣ୍ଡିତେ 84ରେ ରହିଲା ବୃନ୍ଦାବନର ଯେ କଷ ପରା ଆଉ ଏ 84 କଷ ହେଲା ଉଚ୍ଚତା 84 ଅଙ୍ଗୁଳ କଳି କାଳେ ହୋଇଥାଇ ଇଏ 84 ଲକ୍ଷ ଜୀବ ଇଏ ଜୀବ ଜନ୍ମ ପରେ ଜୀବ ମାନବ ହୁଏ ବାପା ବଡ ଦେଉଳର ବେଢା ପରା ଇଏ 84 କୋଷ ଜାଣ ତାହେଲେ 84 ସଂସାର ଭିତରେ ରହିଲା ଏଇ ଯୋଉ 16,000 ଗୋପାଳୁଣୀ 4,000 ଥିଲେ ନିତ୍ୟ କନ୍ୟା ଆଉ 4,000 ଅନିତ୍ୟ କନ୍ୟା 4,000 ଥିଲେ ଅପସରୀ 4,000 ଥିଲେ ବେଶ କନ୍ୟା ସେଦିନ ବାବୁ କଥା କୋଉଠି ଥିଲା ଗୋପାଳ ହେଲେ ଲକ୍ଷ୍ୟ ମାନେ ହେଲେ 84 ଏପଟେ ଆଜ୍ଞା ଯାଇଛି କଥା ନା ଦ୍ୱାପର ଯୁଗରେ ଉଲଗ୍ନ ହୋଇ ଉଲଗ୍ନ ହେଇକି ଗାଧେଇଲେ ଲକ୍ଷ୍ମୀ ଛଡା ହେଲେ ତାହେଲେ ସେଦିନ ବସ୍ତ୍ରକୁ ଏ ଗୋପାଳୁଣୀ 16,000 ଥୋଇଦେଲେ ଯମୁନା କୂଳରେ ଭଗବାନ କୃଷ୍ଣନାରାୟଣ ଚିନ୍ତା କଲେ ବାବୁ ଏମାନେ କେତେ ଭୁଲ କରୁଛନ୍ତି ଇଏ ଗୋପୀ ମାନେ ସମ୍ପୂର୍ଣ୍ଣ ଭାବରେ ଇଏ ନୀତି ନିୟମ ପରମ୍ପରାକୁ ଭାଙ୍ଗି ଦେଇ ସାରିଲେଣି ଆଜି ୟାଙ୍କୁ ମୁଁ ଗୋଟେ ଉଚିତ ଶିକ୍ଷା ଦେବି ଭଗବାନ କୃଷ୍ଣ ନାରାୟଣ କଲେ କଣ ପବନ ଦେବତାକୁ ସ୍ମରଣ କଲେ ଭାଗବତ କଣ କହିଲେ ଇଏ ଶୁଣ ପବନ ମୋର ବାଣୀ ହୋ ମୋର ଭାଇ ମାନବ କେମିତି ସ୍ନାନ କରୁଥିବ ଆପଣ ମାନେ ଜାଣିଛନ୍ତି ସେ କଥା ନ କହିବା ତାହେଲେ ସତୁଆ ତାହେଲେ ମୋ କହିବାର ଆଭିମୁଖ୍ୟ ପୁଣି ଆମ ବଡ ଭାଇ ଆଲୋଚନା କରୁଥିଲେ ଜଗନ୍ନାଥଙ୍କର କାଳେ ହାତ ପାଦ ନାହିଁ ସେ ଖାଲି ଭଙ୍ଗା ମାଦଳ ଭଳିଆ ଅଛନ୍ତି କୋଉଠି ଜଗନ୍ନାଥଙ୍କ ହାତ ପାଦ ନାହିଁ ସେ ସାରେ କହିଲେ ବା ଜଗନ୍ନାଥଙ୍କ ହାତ ପାଦ ନାହିଁ ତାଙ୍କ ଡିଷ୍ଟ୍ରିକ୍ଟ ସେ ପୁରୀ ପାଖରେ ନା গত তুহি জগত মুহি নাথ এণু মো নাম জগন্নাথ সে হচ্ছন্তি নাথ আম্ভে মানে হেলে বাপা জগত আমকু সে কোড়েইকি ধরিছন্তি বাবুরে সে আমকু কোড়েইকি ধরছি জগতকু বাপা জি আলিঙ্গন করে দেখছি ধরিছি সতুয়া যদি তোর মোর আলিঙ্গন করিবা বর্তমান তু মোর কোউ পর্যন্ত দেখুଛୁ কহ ଆପଣଙ୍କର ହାତ ଖଣ୍ଡିଆ ହାତ ପର୍ଯ୍ୟନ୍ତ ଦେଖୁଛି ମୋ କଉଣି ପର୍ଯ୍ୟନ୍ତ ଦେଖୁଛି ତୁ ଯଦି ମତେ କୋଳେଇବୁ ମୁଁ ତୋର ଇଏ ବାହୁ ପର୍ଯ୍ୟନ୍ତ ଦେଖିବି ତାହେଲେ ବାପା ଜଗନ୍ନାଥ ଇଏ ଜଗତକୁ ଆମକୁ କୋଳେଇକି ଧରିଛନ୍ତି ଆଲିଙ୍ଗନ କରି
ଆମେ ତାଙ୍କର କେବଳ ଖାଲି ବାହୁ ଦେଖୁଛେ ଯଦି ତାଙ୍କର ହାତ ନାହିଁ ଯେତେବେଳେ କାଞ୍ଚି ଅଭିଯାନ ଯାଉଥିଲେ ରାଜା କାଲ ନରସିଂହର ଝିଅ ପଦ୍ମାବତୀକି ଆଣିବା ପାଇଁ ରାଜା ପୁରୁଷୋତ୍ତମ ଦେବ ସେତେବେଳେ କଳା ଘୋଡା ଧଳା ଘୋଡାରେ ଚଢିକି ଯାଉଥିଲେ ଦି ଭାଇ ମାଣିକ ଗୌଡଣୀ ସହିତ ଭେଟ ହେଲା ଯଦି ତାଙ୍କର ହାତ ନାହିଁ କେଉଁ ହାତ ପରା ସ୍ୱୟଂ ଜଗନ୍ନାଥ ଇଏ ରତ୍ନ ମୁଦ୍ରିକା କାଢିଆ ଗୋଷ୍ଠୀରୁ ଇଏ ମାଣିକ ଗୌଡଣୀକୁ ଦେଲେ ଯଦି ହାତ ନାହିଁ ତାହେଲେ ରତ୍ନ ମୁଦ୍ରିକା ଆସିଲା କୋଉଠୁ ଯଦି ହାତ ନାହିଁ ସିଏ ଦହି ପିଇଲେ କେମିତି ଯଦି ହାତ ନାହିଁ ଯୁଦ୍ଧ କ୍ଷେତ୍ରକୁ ଖଣ୍ଡା ଧରିଲେ ଜଗନ୍ନାଥଙ୍କର ହାତ ଅଛି ଜଗନ୍ନାଥଙ୍କର ତେଣୁ ଭୀମ ଭାଇ ସନ୍ଥ ସାହିତ୍ୟ ଦେଖିବା ଭୀମ ଭାଇ ଭୀମ ଭାଇ କଣ କହିଲେ ଭୀମ ଭାଇ ତାହେଲେ ଭୀମ ଭାଇ କହିଦେଲେ ଜଗନ୍ନାଥଙ୍କ ସାକାର ରୂପକୁ ଦେଖିକି ଇଏ ମଙ୍ଗନା ପଦ୍ମକୁ ଇଏ ଧ୍ୟାଇ ଗୁରୁ ପୟରଙ୍କୁ ଆଉ ବେଶୀ ପଦ ଦେବା ସମୟ ନାହିଁ ଭୀମ ଭାଇ ଭଗବାନଙ୍କ ପାଦକୁ ଦେଖିଲେ ତେଣୁ ପାଦକୁ ବନ୍ଦନା କରିଦେଲେ କିଏ ଭୀମ ଭାଇ ବନ୍ଦ କରିବା ହଉ ହଉ ଆଜ୍ଞା ଠିକ ଅଛି ବନ୍ଦ କର ତାହେଲେ ଭୀମ ଭାଇ ଭଗବାନଙ୍କର ପାଦକୁ ଲକ୍ଷ୍ୟ କରିଦେଲେ ଇଏ ପଦ୍ମ ପାଦକୁ ଦେଖି ଭଗବାନ କଲେ କଣ ଏ ଭୀମ ଭାଇ କଲେ କଣ ସ୍ତୁତି କରିଦେଲେ ଗାଈ ଗୁରୁ ପୟରକୁ ବନ୍ଦନା ପାଦକୁ ବନ୍ଦନା କଲେ ପ୍ରଥମେ କିଏ ନା ଭୀମ ଭାଇ ହଉ ବାପା କହୁ କହୁ ତ ଅନେକ ବାଟ ଗଲା ସାର୍ ମାନେ ବି ଆମର ଟିକେ ବୋର ହେଇଗଲେଣି ସମସ୍ତେ ପ୍ରାୟ ଆମର କ୍ୟାମେରା ଭାଇ ଟିକେ ନିର୍ଦ୍ଦେଶ ଦେଲେଣି ଆଜ୍ଞା ଆଜ୍ଞା ଠିକ 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 ଅଛି ଖାଲି ଆପଣ ମାନଙ୍କୁ ଦେଖିଲା ବେଳେ ଟିକେ ଖାଲି ଉଦ୍ବେଳିତ ହେଇଗଲା ଆଉ ଆଜ୍ଞା ହଉ ହଉ ଧୀରେ ଧୀରେ ମୋର ବିଦ୍ୱାନ ମଣ୍ଡଳୀ ଯାହା କରିଲେ ଶ୍ରବଣ ସହଜ ତ ପରା ପଣ୍ଡିତ ମଣ୍ଡଳୀ ସାଢେ 3ଟା ବାଜେ ମୋହନ ଇଏ ଆଜି ପୁଣି ବାପା ପ୍ରଥମ ଠାକୁରେ ନିଶ୍ଚୟ ଭେଟ ହୋଇବ ଏଣେ ଆପଣ ମାନଙ୍କୁ କଲ୍ୟାଣ କରିବେ ସେହି ପ୍ରଭୁ ଦୟାମୟ ବିଦାୟ ବେଳରେ ଏ ବିଭୂତି ପୁଣି ହେ କରୁଅଛି ପରା সেই শঙ্কর ভগবান সেই সৃষ্টিকর্তা বেদ সেই আনন্দ কান্দ সচিদানন্দ চিরচিন্ময় সুন্দর নারায়ণ আনন্দ মনে ভোজন দেখে